ଜୀବନରେ ସଫଳତା ସଭିଙ୍କର ସ୍ୱପ୍ନ ଅଟେ। ତାହା କ୍ୟାରିୟରରେ ହେଉ, ପରିବାରରେ ହେଉ କିମ୍ବା ଆତ୍ମବିଶ୍ୱାସରେ ହେଉ। ସଫଳତା ପାଇବାର ଇଚ୍ଛା ଆମ ଜୀବନର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଅଂଶ ଅଟେ। କିନ୍ତୁ ପ୍ରଶ୍ନ ଏହା ଅଟେ କି ସଫଳତା କେମିତି ପ୍ରାପ୍ତ କରିପାରିବା? କ'ଣ ଖାଲି କଠିନ ପରିଶ୍ରମ ଯଥେଷ୍ଟ ଅଟେ, କି ଏହା ସାଥିରେ ଆମକୁ ସଠିକ୍ ଭାବନା ଏବଂ ଦୃଷ୍ଟିକୋଣର ବି ଆବଶ୍ୟକ ପଡ଼ିଥାଏ? ତ ଚାଲ ଆମେ ଏହି ପ୍ରଶ୍ନର ଉତ୍ତର ଏହି କାହାଣୀ ମାଧ୍ୟମରୁ ଜାଣିବାକୁ ପାଇବା। ଥରେ ଗୋଟିଏ ଗରିବ ଯୁବକ ମହାତ୍ମା ବୁଦ୍ଧଙ୍କ ପାଖକୁ ଯାଇ କହେ, ହେ ମହାତ୍ମା, ମୁଁ ଅଧିକ ଗରିବ ଅଟେ। ମୋ ପାଖରେ ଖାଇବା ପାଇଁ ପର୍ଯ୍ୟାପ୍ତ ଭୋଜନ ମଧ୍ୟ ନାହିଁ। କୃପା କରି ମୋତେ ଗୋଟିଏ ଏମିତି ଉପାୟ ବତାଇ ଦିଅନ୍ତୁ କି ମୁଁ ଅଧିକ ଧନ ପ୍ରାପ୍ତ କରିପାରିବି। ବୁଦ୍ଧ ହସିଲେ ଏବଂ କହିଲେ, ତମ ପାଖରେ କ'ଣ ଅଛି? ଯୁବକଟି କହିଲା, ମୋ ପାଖରେ ତ କିଛି ବି ନାହିଁ। ମହାତ୍ମା ବୁଦ୍ଧ କହିଲେ, ଟିକିଏ ଭାବିକି ଦେଖ, କ'ଣ ତମ ପାଖରେ ଦୁଇଟି ହାତ, ଦୁଇଟି ଗୋଡ଼ ଏବଂ ଭାବିବା ପାଇଁ ମସ୍ତିଷ୍କ ନାହିଁ? ଯୁବକଟି ମୁଣ୍ଡକୁ ହଲାଇ ହଁ କହିଲା। ବୁଦ୍ଧ କହିଲେ, ତମ ପାଖରେ ସବୁ କିଛି ଅଛି। ଏବେ ମୁଁ ତମକୁ ଆକର୍ଷଣର ଗୋଟିଏ ନିୟମ କହିବାକୁ ଯାଉଛି। ଏହି ନିୟମ ତମ ଜୀବନକୁ ପରିବର୍ତ୍ତନ କରିପାରିବ। ଆକର୍ଷଣର ନିୟମ ଏବଂ ମାନସିକତା। ବୁଦ୍ଧ ଯୁବକଙ୍କୁ ବୁଝାଇଲେ କି ହେ ପୁତ୍ର, ତମର ଯେମିତି ଭାବନା ଥାଏ ତମେ ବି ସେମିତି ହୋଇଯାଅ। ଯଦି ତମେ ନିଜକୁ ନିର୍ଦ୍ଧନୀ ଭାବିବ ତ ତମେ ନିର୍ଦ୍ଧନ ହୋଇ ରହିଯିବ। କିନ୍ତୁ ଯଦି ତମ ମନରେ ଏହି ଭାବନା ଆଣିବ କି ତମେ ଧନୀ ହେବା ପାଇଁ ଯୋଗ୍ୟ ଅଟ ଏବଂ ଏହିପରି ବିଚାର ନିଜ ମନରେ ଆଣିବ କି ତମ ପାଖରେ ପ୍ରଚୁର ଧନ ଅଛି, ତ ଧୀରେ ଧୀରେ ଏହି ବ୍ରହ୍ମାଣ୍ଡ ତମର ଅନୁରୂପ ସ୍ଥିତିକୁ ଜାଗୃତ କରିବ। ଯୁବକଟି ପୁଣି ପଚାରିଲା, ମହାତ୍ମା, ଏମିତି କରିବାର ଉପାୟ କ'ଣ, କିମ୍ବା ମୁଁ ଏମିତି କିପରି କରିପାରିବି? ଏହାପରେ ବୁଦ୍ଧ କହିଲେ, ଏହି ତିନୋଟି କାର୍ଯ୍ୟ କରିବ। ପ୍ରଥମ, ସକାରାତ୍ମକ ଭାବନା। ସଦାବେଳେ ମନରେ ଏହା ଭାବ କି ତମେ ଗୋଟିଏ ସଫଳ ମଣିଷ। ତମେ କେତେବେଳେ ବି ଅସଫଳ ହୋଇପାରିବ ନାହିଁ। ସଫଳତା ତମ ରକ୍ତରେ ଅଛି। ଦ୍ୱିତୀୟ, ଧ୍ୟାନ ଏବଂ କର୍ମ। ନିଜ ସ୍ୱପ୍ନକୁ ଧ୍ୟାନରେ ରଖି କାର୍ଯ୍ୟ କର ଏବଂ ଯେକୌଣସି କାର୍ଯ୍ୟ କରୁଛ ତାକୁ ଧ୍ୟାନପୂର୍ବକ ସମାପ୍ତ କରିବାରେ ପୁରା ଚେଷ୍ଟା କର। ତୃତୀୟ, କୃତଜ୍ଞତା। ଯାହା ବି ତମ ପାଖରେ ଅଛି ତାକୁ ନେଇ ଆଭାର ପ୍ରକାଶ କର। ଯେକୌଣସି ବସ୍ତୁ ହେଉ, ପରିସ୍ଥିତି ହେଉ, ତାକୁ ନେଇ ଆଭାର ପ୍ରକାଶ କରିବା ଗୋଟିଏ ସଫଳ ମଣିଷର ଲକ୍ଷଣ ଅଟେ। ପ୍ରେରଣା ଏବଂ ପରିଶ୍ରମର ମହତ୍ତ୍ୱକୁ ନେଇ ବୁଦ୍ଧ ସେହି ଯୁବକଙ୍କୁ ଆଉ ଏକ କାହାଣୀ ଶୁଣାଇଲେ। ଗୋଟିଏ କୃଷକ ସବୁଦିନ ସକାଳୁ ଉଠି କ୍ଷେତରେ ମଞ୍ଜି ବୁଣୁଥାଏ। ସେ ଜାଣିଥାଏ କି ତାକୁ ଶୀଘ୍ର ଏ ପରିଶ୍ରମର ଫଳ ମିଳିବ ନାହିଁ, କିନ୍ତୁ ତାକୁ ବିଶ୍ୱାସ ଥିଲା କି ସମୟ ସାଥିରେ ତାର ପରିଶ୍ରମର ଫଳ ତାକୁ ନିଶ୍ଚୟ ମିଳିବ। ସେମିତି ତମକୁ ବି ତମର ବିଚାର ଏବଂ କର୍ମର ମଞ୍ଜିକୁ ବୁଣିବାକୁ ହେବ ଏବଂ ସମୟକୁ ଅପେକ୍ଷା କରିବାକୁ ହେବ। ବୁଦ୍ଧ ବୁଝାଇଲେ ଏବଂ କହିଲେ କି କେବଳ ଭାବିବା ଦ୍ୱାରା ଧନ ପ୍ରାପ୍ତି ହୋଇନଥାଏ। ଆକର୍ଷଣର ନିୟମ ତ ସେତେବେଳେ କାମ କରିଥାଏ ଯେତେବେଳେ ତାକୁ କର୍ମ ସହିତ ଯୋଡ଼ା ହୋଇଥାଏ। ଧନ ଅର୍ଜନ କରିବାର ମାର୍ଗ ବୁଦ୍ଧ କହିଲେ, ଧନ କେବଳ ବାହାର ସମ୍ପତ୍ତି ହୋଇନଥାଏ। ଏହା ତମର ବିଚାର, ଜ୍ଞାନ ଏବଂ କର୍ମର ଊର୍ଜା ଅଟେ। ଯେତେବେଳେ ତମେ ଅନ୍ୟର ସେବା କରିବାର ଭାବୁଥାଅ ତ ଧନ ସେତେବେଳେ ନିଜ ଇଚ୍ଛାରେ ତମ ଆଡ଼କୁ ଅଗ୍ରସର ହୋଇଥାଏ। ବୁଦ୍ଧ ଯୁବକଙ୍କୁ ଗୋଟିଏ କାର୍ଯ୍ୟ ଦେଲେ ଏବଂ କହିଲେ, ପ୍ରତ୍ୟେକ ଦିନ ତମେ ଗୋଟିଏ ବ୍ୟକ୍ତିକୁ ସାହାଯ୍ୟ କର ଏବଂ ତମେ ନିଜ ମନ ଭିତରୁ ଗୁଣକୁ ଚିହ୍ନିବାକୁ ଚେଷ୍ଟା କର। ଯେତେବେଳେ ତମେ ନିଜ କୌଶଳକୁ ଅନ୍ୟର ଲାଭ ପାଇଁ ଇସ୍ତେମାଲ କରିବ ତ ଧନ ତମ ପାଖକୁ ଆସିବ। ଯୁବକଟି ଏଥର ମହାତ୍ମା ବୁଦ୍ଧଙ୍କ ଉପଦେଶକୁ ପାଳନ କରିଲା। ସେ ନିଜ ଭିତରେ ଥିବା ଗୁଣଗୁଡ଼ିକୁ ଚିହ୍ନି ପାରିଲା ଏବଂ ସେ ଗୋଟିଏ ଛୋଟ ବ୍ୟବସାୟଟି ଆରମ୍ଭ କରିଲା। ସେ ଇମାନଦାରୀ ଏବଂ ସେବାର ଭାବନା ରଖି କାମ କରିବାକୁ ଲାଗିଲା। ଧୀରେ ଧୀରେ ତାର ଆୟ କିମ୍ବା ବ୍ୟବସାୟ ବଢ଼ିବାକୁ ଲାଗିଲା। ଯୁବକଙ୍କୁ ଲାଗିଲା କି ମହାତ୍ମା ବୁଦ୍ଧ ତାଙ୍କୁ ଖାଲି ଧନ ଅର୍ଜନ କରିବା ଶିଖାଇଲେ ନାହିଁ, ପରନ୍ତୁ ତାକୁ ଗୋଟିଏ ଖୁସି ଜୀବନ ଏବଂ ସନ୍ତୁଳିତ ଜୀବନ ଜୀଇବାର ମାର୍ଗ ବି ଦେଖାଇଦେଲେ। ତ ବନ୍ଧୁଗଣ, ନିଜ ଭାବନାକୁ ସକାରାତ୍ମକ ରଖ ଏବଂ ନିଜ ଉପରେ ବିଶ୍ୱାସ ରଖ ଏବଂ କେବଳ ଭାବିବା ଦ୍ୱାରା ସ୍ୱପ୍ନ ପୂରଣ ହୋଇନଥାଏ, ତାକୁ କାର୍ଯ୍ୟରେ ପରିଣତ କରିବାକୁ ପଡ଼ିଥାଏ। ବନ୍ଧୁ, ଯାହା ବି ତମ ପାଖରେ ଅଛି ତାକୁ ନେଇ ଆଭାର ପ୍ରକାଶ କର ଏବଂ ଅନ୍ୟର ସାହାଯ୍ୟ ପାଇଁ ସଦାବେଳେ ତତ୍ପର ରୁହ। ଏହି କାହାଣୀ ଆମକୁ ଶିଖାଇଥାଏ କି ଆକର୍ଷଣର ନିୟମ ସେତେବେଳେ ପ୍ରଭାବିତ ହୋଇଥାଏ ଯେତେବେଳେ ଏହାକୁ ଇମାନଦାରୀ, ପରିଶ୍ରମ ଏବଂ ସେବା ସହିତ ଯୋଡ଼ା ହୋଇଥାଏ। ଯଦି ଏହି କାହାଣୀଟି ଭଲ ଲାଗିଥାଏ ତ ବନ୍ଧୁ ଗୋଟିଏ ସବସ୍କ୍ରାଇବ୍ ସହିତ
ଭିଡ଼ିଓକୁ ଗୋଟିଏ ସେୟାର କରିଦିଅନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦିଅନ୍ତୁ, ସୁନ୍ଦର କମେଣ୍ଟଟେ କରିଦିଅନ୍ତୁ। ହଁ, ଆଉ ଏମିତି ମୋଟିଭେସନ୍ ଭିଡ଼ିଓ ପାଇଁ ଆମ ସହିତ ଯୋଡ଼ି ରୁହନ୍ତୁ।